ଏହା ଯେକୌଣସି ମାନଦଣ୍ଡରେ ଗ୍ରହଣୀୟ ନୁହେଁ। ଏହାର କେବଳ ଦୁଇଟି ଅର୍ଥ, ହୁଏତ ପୋଲିସର ତଦନ୍ତ ଠିକ୍ ଭାବରେ ହେଉନାହିଁ କିମ୍ବା ତ୍ୱରିତ ଦଣ୍ଡ ବିଧାନ ପାଇଁ ବିଭାଗର ଆନ୍ତରିକତା ନାହିଁ। କିନ୍ତୁ ଆମ ସରକାର ଏହାକୁ କୌଣସି ପ୍ରକାରରେ ବରଦାସ୍ତ କରିବେ ନାହିଁ। ମୁଁ ପୋଲିସ ମହାନିର୍ଦ୍ଦେଶକଙ୍କୁ କହିବି, ମହିଳା ହିଂସା ସମ୍ବନ୍ଧରେ ଜିଲ୍ଲାୱାରୀ ଓ ହିଂସା ପ୍ରକାର ୱାରୀ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହିତ ପ୍ରତି ଜିଲ୍ଲାରେ ଦଣ୍ଡ ବିଧାନ କନଭିକ୍ସନ ତଥା ଦଣ୍ଡ ବିଧାନ ପେଣ୍ଡିଂ ଷ୍ଟାଟସ୍ ଓ ତାହାର କାରଣ ବିଷୟରେ 1 ସପ୍ତାହ ମଧ୍ୟରେ ତଥ୍ୟ ଦେବେ। ଏହାକୁ ସଠିକ୍ ଭାବେ ଅନୁଧ୍ୟାନ କରିସାରିବା ପରେ ଆଇନ ବିଭାଗ ସହିତ ପରାମର୍ଶ ବିମର୍ଶ କରି ଭବିଷ୍ୟତର କାର୍ଯ୍ୟପନ୍ଥା ମଧ୍ୟ ନିଶ୍ଚିତ ଭାବରେ ନିଷ୍ପତ୍ତି ନିଆଯିବ। ବିଗତ ବର୍ଷ ଗୁଡ଼ିକରେ ରେକର୍ଡ ଦେଖିଲେ ମୋ ମନକୁ ଗଭୀର ଆଘାତ ଲାଗିଛି। ମହିଳାଙ୍କ ବିରୁଦ୍ଧରେ ଅସଦାଚରଣ, ଯାହାକୁ ସାଧାରଣ ଭାବେ ଇଭ୍ ଟିଜିଂ କୁହାଯାଏ, ଓଡ଼ିଶାରେ ଦୁର୍ଭାଗ୍ୟଜନକ ଭାବରେ ଇଏ ଅଧିକ ଅଛି। ମୁଁ ଏଥିପାଇଁ ମର୍ମାହତ। ତେଣୁ ପୋଲିସ ବିଭାଗର ଏଥିପ୍ରତି ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ଅଛି ଏବଂ ନିଶ୍ଚିତ କରିବା ଦରକାର ଆମ ରାଜ୍ୟରେ ଛାତ୍ରୀ, ଯୁବତୀ ଏବଂ ମହିଳା ଭାବେ ଅପରାଧର ସ୍ୱଚ୍ଛାରେ ସ୍ୱଇଚ୍ଛାରେ ବିଚରଣ ଯେଭଳି ଭାବରେ କରିପାରିବେ, ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯାହା ସବୁ କରିବା ଆବଶ୍ୟକ ତୁରନ୍ତ କରନ୍ତୁ। ଏକ ସଭ୍ୟ ସମାଜରେ ଏ ପ୍ରକାର ଘୃଣ୍ୟ କାର୍ଯ୍ୟର କୌଣସି ସ୍ଥାନ ନାହିଁ। ଥାନାକୁ ନ୍ୟାୟ ପାଇଁ ଆସୁଥିବା ଲୋକମାନଙ୍କର ପ୍ରତି, ବିଶେଷ କରି ମହିଳାଙ୍କ ପ୍ରତି ସୌଜନ୍ୟତା ଓ ବିଶୃଙ୍ଖଳାର ସହ ଉତ୍ତମ ଆଚରଣ ପ୍ରଦର୍ଶନ କରିବା ତଥା ସେମାନଙ୍କର ଅଭିଯୋଗକୁ ଧୈର୍ଯ୍ୟର ସହିତ ଶୁଣିବା ଏକାନ୍ତ ଆବଶ୍ୟକତା। ସେ ଅଭିଯୋଗକାରୀ ଦିନବେଳେ ଆସନ୍ତୁ, ସନ୍ଧ୍ୟାବେଳେ ଆସନ୍ତୁ ବା ରାତିରେ ମଧ୍ୟ ଆସନ୍ତୁ, ରାତି 2ଟା ବେଳେ ବି ଆସନ୍ତୁ। ଆମେ ଯେହେତୁ ଆମର କର୍ତ୍ତବ୍ୟ ଇଏ ଯେ ରାତି ଯିଏ ଆସିବ ଏବଂ ମହିଳା ଯଦି ଆସିବ ତାହେଲେ ଆହୁରି ଇଏ ନିଶ୍ଚିତ ଭାବରେ ସ୍ପର୍ଶକାତର କଥା। ଏ କଥାକୁ ନିଶ୍ଚିତ ଭାବରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଏହା ବ୍ୟତୀତ ପୋଲିସ ମାସରେ ଜିଲ୍ଲାୱାରୀ ହେଉଥିବା ଅପରାଧ ସମୀକ୍ଷା ସଭାରେ ପୋଲିସ କର୍ମଚାରୀଙ୍କୁ ଏ ସମ୍ପର୍କରେ ସଚେତନତା କରାଯିବା ଦରକାର ଏବଂ ଯେଉଁ କ୍ଷେତ୍ରରେ ଯେଉଁ ଅଧିକାରୀମାନେ କୌଣସି ଜାଗାରେ ଯଦି କାମ କରିବାରେ କୌଣସି ଉଣା ଅଧିକାର ତାକୁ ଗ୍ରହଣ କରୁନାହାନ୍ତି ବା ଠିକ୍ ଭାବରେ ପାଳନ କରୁନାହାନ୍ତି, ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ମଧ୍ୟ ଆବଶ୍ୟକ ମନେ କରେ। ଜନସଚେତନତା ସୃଷ୍ଟି କରିବା ସହ ପୁଲିସ ଜନସାଧାରଣଙ୍କର ବନ୍ଧୁ ବୋଲି ଜନସାଧାରଣଙ୍କର ପୁଲିସ ହେଉଛି ବନ୍ଧୁ, ଏ ପ୍ରକାରର ଏକ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଅଛି ଏବଂ ଆଜିର ଦିନରେ ମଧ୍ୟ ଆଉ ତାକୁ ଆଧାର କରି ଆମକୁ ଏଭଳି ଏକ ବିଶ୍ୱାସ ତିଆରି କରିବା ପାଇଁ ପଡ଼ିବ। ଆଉ ଯେଉଁଦିନ ଆମେ ସେ ବିଶ୍ୱାସ ତିଆରି କରିପାରିବା ସେଇଦିନ ହିଁ ଆମେ ଜାଣିବା ଯେ ଆମ ବିଭାଗ ଏବଂ ଆମେ ସମସ୍ତେ ସାମଗ୍ରିକ ଭାବରେ ଆମେ ଆଜି ଲୋକଙ୍କର ନିକଟତର ହୋଇପାରିଛୁ। ରାଜ୍ୟର ବିଭିନ୍ନ ଥାନାଗୁଡ଼ିକରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ଅଛି। ଫଳରେ ମହିଳା ଓ ଶିଶୁମାନଙ୍କର ବିରୁଦ୍ଧରେ ଘଟୁଥିବା ବିଭିନ୍ନ ଅପରାଧଗୁଡ଼ିକର ସଫଳ ତଦନ୍ତ ନିମନ୍ତେ ପଦକ୍ଷେପ ନିଆଯାଇପାରିବ। ଓଡ଼ିଶା ପୋଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା। ତେଣୁ ପୋଲିସର କାମ ହେଉଛି କେବଳ ନ୍ୟାୟପୂର୍ଣ୍ଣ ବ୍ୟବହାର ନୁହେଁ, ଏହା ସାଧାରଣରେ ଦେଖାଦେବା ଉଚିତ। ଯେମିତି ଇଂରାଜୀରେ କୁହାଯାଏ, ନଟ୍ ଓନ୍ଲି ଗିଭିଂ ଜଷ୍ଟିସ୍ ବଟ୍ ସୁଡ୍ ବି ସିନ୍ ଟୁ ବି ଗିଭିଂ ଜଷ୍ଟିସ୍। ଆଶା କରୁଛି ଏହି ଦିଗ ପ୍ରତି ପୁଲିସକୁ ବିଭିନ୍ନ ସ୍ତରରେ ନେତୃତ୍ୱ ଦେଉଥିବା ଅଧିକାରୀମାନେ ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେବେ। ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଅନଲାଇନ୍ ନିର୍ଯାତନାକୁ ପ୍ରତିହତ କରିବା ପାଇଁ ସାଇବର କମ୍ପ୍ଲେକ୍ସ ଭୁବନେଶ୍ୱରଠାରେ ଶିଶୁ ଓ ମହିଳା ଅନଲାଇନ୍ ନିର୍ଯାତନା ମନିଟରିଂ ୟୁନିଟ୍ କାର୍ଯ୍ୟ କରୁଛି ଏବଂ ଏହାକୁ ଅଧିକ ସୁଦୃଢ଼ ତଥା ଏହାର ସଫଳ ରୂପାୟନ ପାଇଁ ମୁଁ ଆଶାବ୍ୟକ୍ତ କରୁଛି। ସାଇବର କ୍ରାଇମକୁ ରୋକିବା ପାଇଁ ପୁଲିସର ନିଜେ ଟେକ୍ନୋଲୋଜିକୁ ବହୁଳ ଭାବରେ ବ୍ୟବହାର କରିବାର ଆବଶ୍ୟକତା ଅଛି। ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ନିଶା କାରବାର ଜନିତ ସଂଗଠିତ ଅପରାଧ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ
ओडिशा पुलिस भूमिका प्रशंसनीय। बेआईन निशा कारबार को बंद करने काम को मिशन मोड रे करा जाऊ, जहाद्वारा आम युववर्ग भविष्य सुरक्षित हो पार। तेणु जेते बेले से थाना को आसे ताहार भरोसा थाए जे पुलिस ठारू न्याय पाइब। तेणु आम समस्त कर्तव्य होउछि सेही साधारण लोकटीर भरोसा को बजाई रखी उपयुक्त पदक्षेप नेबा। मुझे गत काली मध्य जिलापाल सम्मेलन प्रथम दिन रे एमिति किछि स्पर्शकातर कथा निजे अंगे निभैथिबा कथा को मध्य उपस्थापना करिथिली। हुए तो कहा मन रे कष्ट होइथिबो जे ये कथा ये सभा मध्य काईकि, किंतु बेले बेले कष्ट भी लगे जे मु जदि यह सभा मध्य प्रकाश न करि थांती, यह जदि व्यक्तिगत हिसाब रे कोई जगह रे कहा को कहि थांती ताले आम भितर संस्कार भावना किबा कहार भी कोठी दोष त्रुटि थाई पारे, किंतु ताहा सामग्रिक भाव रे आमे आमर कर्तव्य रे सुधार आनिबार हुए तो गोटे कम्युनिकेशन गैप रही था। ताकू आधार करी आज मु तो निजे परम सौभाग्य भाव रे मने करुछि जे एमिति बहुत घटना घटी, किंतु आज मो पक्षरे जो घटना घटी थिला से आपंकर आईएएस ऑफिसर क्षेत्र में हो कि आईपीएस कथा मु कहबी नाही, जो पुलिस विभाग अधिकारी मानकर कथा मु कहबी। ये कथा को अंगे लिभेइथिबा कारण तार आवश्यकता मने करी एवं आगामी दिन में नुआ सरकार आसीचंती आउ सेदिनर सकाळर पखाळ आज आउ नाही बोली एकथा कहवा अर्थ दीर्घ लंबा 24 वर्ष समय अवधि भितर आज ओडिशा रे एक नुआ सरकार आसीचंती एवं शासनर परिवर्तन आनिछंती। ताकू आधार करी आम समस्त को जीवा पई पड़िबो एवं ओडिशा रे जो दंड विधान हार एवं जो उल्लेख करली जे जो परिस्थिति देखिए आज आम गति करुछंती एवं अन्य राज्य सहित मध्य तार तुलनात्मक चित्र जदि आम देखिबा ताहले आमे बहुत पछरे अछंती। आ सेही कारणरू मु एमिति किछि उदाहरण देवार ये वास्तवता भितर को जीवा पई चाहिए। एथि आपण माने भी समस्ते जानंतु एवं आमे जो माने ए काम रे त्रुटि जो मानकर रोची आमे सुधारी जीवा दरकार। ये कथा को संदेश आज मु एही सभा रे देले काली सभा बाहर जो माने कार्यरत अधिकारी माने अछंती समान को पाखु हुए तो मेसेज भी जाई पारी नथंता। समस्त पाख को ये कथा जाऊ एवं आमे सुधारी जीवा एवं जेहेतु ये ओडिशा को निजे आमर यशस्वी प्रधानमंत्री जी बहुत आगक नेबा पई चाहउचंती, पूर्वोदयर कथा कहिसंती एवं ये ओडिशा को विकासर रेल रे प्रथम बोगी हेबा पई चाहउचंती। आउ सेथि पई आम समस्त को दिन राति 24 घंटा एक करी काम करिवार आवश्यकता को एटी निश्चित भाव में मु आवश्यकता मने करे। आउ सेहि पई मु निजे मध्य जेते बेले मुख्यमंत्री अभियोग प्रकोष्ठ को जाऊँगी सेते बेले समस्त अभियोग जेते बेले मु शुणुछि आउ जो माने अति समाजर निम्न स्तर रे अछंती से भिकारीटीए किंबा नेडी पर्सन टीए सीए मध्य जेते बेले भेटिबार सुजोग पाउछि। थरे मो घर को किछि लोक आसीतिले भेटिबा पई आउ से सोमवार रे हमरो गिभांस अभियोग प्रकोष्ठर से दिन बंद थिला एक कारण किंतु किछि लोक पळि आइतिले भिकारीटे जानिबो केमति जे आज अभियोग प्रकोष्ठ बंद अछि बोली। एवं जेतेबेले से मो बासभवन को आसिला ताकू प्रथम रे आमर सिक्यूरिटी तरफ एंट्री करबा पई दिया जाई नथिला। साधारणतः भिकारीटे आसिले कि अनुमति देबो, किंतु जेतेबेले मु जानिली से मते भेटिया पई आसिला मु तांको प्रथम जो 50 जन लोक थिले एक नंबर ताकू मु सिरियर रखिली से आगे मते भेटिबो। जेतेबेले अभियोग प्रकोष्ठ रे मु जनशुणाणी रे उपस्थित रही से जो लोक मैंने आद्य चली पारती ना जो मान के बुहा होकर आसबे ना स्ट्रेचर आसबे ना से ट्राइसाइकेल आसबे
ସେମାନଙ୍କୁ ଆମେ ଗୋଟେ ଅଲଗା ଲାଇନ କରି ଆଗେ ସେମାନଙ୍କର ଗୁହାରି ଶୁଣିବା ଏବଂ ସେମାନେ ମଧ୍ୟ ଥରେ ଆସିନାହାନ୍ତି ଏ ଅଭିଯୋଗ ପ୍ରକୋଷ୍ଠକୁ ମୁଖ୍ୟମନ୍ତ୍ରୀଙ୍କର। କେତେ ଜଣ ତ 16 ବର୍ଷ ଧରିକରି ଆସୁଛନ୍ତି ଏବଂ 16 ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନ ପାଇବା ତାଙ୍କ ମନରେ ଗଭୀର ଆଘାତ ଦେଇଥିଲା। ଆଉ ଯେତେବେଳେ 16 ବର୍ଷ ପରେ ପ୍ରଥମ ଥର କରି ମୁଖ୍ୟମନ୍ତ୍ରୀଙ୍କୁ ପାଇଲେ, ଯୋଉ ତାଙ୍କର କ୍ରନ୍ଦନ ଆଉ ରୋଦନ ଆସିଲା, ଆଖିରୁ ଅଶ୍ରୁ ବାହାରିଲା, ଆପଣ ଯଦି ଦେଖିଥାନ୍ତେ ତାହେଲେ ଅନୁଭବ କରିପାରିଥାନ୍ତେ କୋଉ ପରିସ୍ଥିତି ଦେଇକି ସେମାନେ ଆସୁଛନ୍ତି। ସେମାନଙ୍କର ବଡି ଲାଙ୍ଗୁଏଜ, ସେମାନଙ୍କର ଭାବାବେଗ, ସେମାନଙ୍କର ଆବେଗ କିଭଳି ଭାବରେ ଟିକିଏ ନ୍ୟାୟ ପାଇବା ପାଇଁ, ଟିକିଏ ଛୋଟ କାମଟେ କରିଦେବା ପାଇଁ ଯୋଉ ପରିସ୍ଥିତି ଦେଇକି ସେମାନେ ଆସୁଛନ୍ତି, ଆମେ ସେ ଲୋକଙ୍କ ସାଙ୍ଗରେ ମିଶିକି ତାଙ୍କର ସମ ଦୁଃଖରେ ଦୁଃଖୀ ହେବା ଆଉ ସମ ସୁଖରେ ସୁଖୀ ହେବା, ଏ ଭାବନା ଆମର ରହିବା କଥା ନୁହଁ। ନିଶ୍ଚିତ ଭାବରେ ରହିବା କଥା, ରହୁନାହିଁ ବୋଲି ମୁଁ କହୁନାହିଁ, କିନ୍ତୁ 16 ବର୍ଷ ଭିତରେ ତା ରେକର୍ଡକୁ ଦେଖିଲେ ଜଣାପଡୁଛି ଯେ ସେଥିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସିଏମ ରହିବ କିନ୍ତୁ ସିଏମ ରହିବେ ନାହିଁ, ଏ ପ୍ରକାର ବି ତ ନିୟମ ନାହିଁ। ଏ ବାସ୍ତବତାକୁ ଯେତେବେଳେ ଆଜି ଆମେ ଦେଖିବା ପାଇଁ ଯାଉଛନ୍ତି, ସେତେବେଳେ ସେମାନଙ୍କର ଦୁଃଖ ଶୁଣି ଶୁଣି 10:30 ବେଳୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ 5 ଜଣ ମାନ୍ୟବର ବରିଷ୍ଠ ମନ୍ତ୍ରୀଙ୍କୁ ଧରିକିରି ସେଠି ବସିକିରି ଯେଭଳି ଭାବରେ ତାଙ୍କର ଦୁଃଖ ଶୁଣିବା, ଏ ନିଶ୍ଚିତ ଭାବରେ ବହୁତ ବଡ଼ ଗୋଟିଏ ଆଜିର ଦିନରେ ଇଏ ଗୋଟିଏ ବଡ଼ କଥା। ଆମ ଜଣେ ଅଧିକାରୀ, ବରିଷ୍ଠ ଅଧିକାରୀଙ୍କର ଜଣେ ଭଉଣୀ ଯିଏକି ଗୁଜରାଟର ଅହମ୍ମଦାବାଦରେ ରହନ୍ତି ତାଙ୍କର ପରିବାର ସହିତ, ସେ ଦିନେ କହିଲେ, କଣ ଭାଇ ସତରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣୁଛନ୍ତି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କୁ? ଇଏ ତ ବିଶ୍ୱାସ ହେଉନାହିଁ। ସେ ବରିଷ୍ଠ ଅଧିକାରୀ ଜଣେ କହିଲେ, ନା ହଁ ସତ। ଆଜି ବି ମୁଁ ସବୁଦିନ 2ଟା ଆଉ 3ଟା ବେଳେ ଶୋଉଛି। ଏଠି 12:30 ବେଳେ ଯାଉଛି ମୁଁ ଲୋକସଭା ଭବନରୁ। ମୋ ଅଧିକାରୀମାନେ ମୋତେ ଏମିତି ସମୟ ଆସିଲା, ସେମାନେ ମୋତେ ଏବେ ଅନୁରୋଧ କରୁଛନ୍ତି ଯେ ଆପଣ ଶୀଘ୍ର ଟିକେ ଏ କାମକୁ ସାରିକି ଯିବା ପାଇଁ। ମୁଁ ତାଙ୍କୁ ଅନୁରୋଧ କରିଛି ମୋ ଆଡୁ ଯେ ଯାହାର ଯୋଉ ଅଧିକାରୀଙ୍କର କାମ ଅଛି ବା ଶୀଘ୍ର ଯିବାର ଅଛି ଆପଣମାନେ ଯାଇପାରିବେ, କିନ୍ତୁ ମୁଁ ଶୀଘ୍ର ଯିବା ପାଇଁ ଆପଣ କହିବେ ନାହିଁ। ମୁଁ ତାଙ୍କୁ ଅନୁରୋଧ ଜଣାଇଛି, କାମ କରିବାର ଅଛି ଏବଂ ଆମର କାମ ହେଉଛି ଯେଉଁମାନେ ଆଜି ଏଇଠି ଆମେ ଉପସ୍ଥିତ ଅଛନ୍ତି ଏ ସଭା କକ୍ଷରେ, ଆମର କାମ ନୁହଁ 8 ଘଣ୍ଟାର ଡ୍ୟୁଟି, ଆମର କାମ ନୁହଁ 10 ଘଣ୍ଟାର ଡ୍ୟୁଟି, ଆମ କାମ ଅଛି 24 ଘଣ୍ଟାର କାମ। 24 ଘଣ୍ଟା ଭିତରେ ବି ବିଶ୍ରାମ ଅଛି, ଆମକୁ 18 ଘଣ୍ଟା କରିବାର ବି ସ୍କୋପ ଅଛି। ମାନନୀୟ ପ୍ରଧାନମନ୍ତ୍ରୀ ଯେ 18 ଘଣ୍ଟା କାମ କରୁଛନ୍ତି, ତାପରେ ବି ସୁସ୍ଥ ଅଛନ୍ତି ଏବଂ ଖାଲି ଏ ଭାରତ ବର୍ଷର ନୁହଁ ସାରା ବିଶ୍ୱର କାମକୁ ଦେଖୁଛନ୍ତି। ଆମେ କାହିଁ କରିପାରିବା ନାହିଁ? ଏ ପ୍ରକାର ମନୋଭାବ ଆଉ ପଜିଟିଭଲି ଯଦି ଆମେ ଯିବା ତାହେଲେ ଅସମ୍ଭବ କାମକୁ ସମ୍ଭବ କରିପାରିବା। ସେଥିରେ କୌଣସି ପ୍ରକାର କେହି ପ୍ରତିବନ୍ଧକ ରଖିପାରିବେ ନାହିଁ। ଆଉ ଆମ ଓଡ଼ିଶାକୁ ଆମେ ଯାହା ମୋଦିଜୀ ଆଶା କରୁଛନ୍ତି ଯେ ଭାରତର ବିକାଶର ରେଳରେ ଓଡ଼ିଶା ହେବ ପ୍ରଥମ ବଗି, ଆଉ ଏକୁଟିଆ ମୋହନ ମାଝୀ ବା ମୁଖ୍ୟମନ୍ତ୍ରୀ ଇଏ କରିପାରିବେ ନାହିଁ। ସମସ୍ତଙ୍କର ଆପଣମାନଙ୍କର ସଦୟ ସହଯୋଗ ଇଏ ନିଶ୍ଚିତ ଭାବରେ ହେଇପାରିବ। ଏଥିରେ ମୁଁ ଗୋଟିଏ କଥା କହିବା ପାଇଁ ଚାହୁଁଛି ଯେ ମୁଁ ସେଇ ଏ କଥାକୁ ଆଧାର କରି ମୁଁ ଗୋଟିଏ କଥା କହିବା ପାଇଁ ଚାହୁଁଥିଲି। ବାସ୍ତବିକ ଯିଏ ଥାନାକୁ ଆସେ, ଗୋଟିଏ ଗାଉଁଲିଆ ଢଙ୍ଗଟେ ଅଛି, ସେ କହନ୍ତି ଥାନା ପାଇଖାନା ଆଉ ଗୋଟେ କ'ଣ କହନ୍ତି, ଏଠି କେହି ଯିବା ପାଇଁ ଭଲ ପାଆନ୍ତି ନାହିଁ। ଆଜ୍ଞା, ଡାକ୍ତରଖାନା, ଥାନା ପାଇଖାନା ଆଉ ଡାକ୍ତରଖାନାକୁ କେହି ଯିବା ପାଇଁ ଭଲ ପାଆନ୍ତି ନାହିଁ, ଯିବା ମଧ୍ୟ ଆବଶ୍ୟକତା ମନେ କରନ୍ତି ନାହିଁ। ଆଉ ଯିଏ ଯିବ କ'ଣ ପାଇଁ ଯିବ? ତାର ଜରୁରୀକାଳୀନ ଆବଶ୍ୟକତା ଥିବା କାରଣରୁ କିମ୍ବା ନ୍ୟାୟ ପାଇବା ପାଇଁ ସିଏ ହୁଏତ ଥାନାକୁ ମଧ୍ୟ ଯାଉଛି। ଆଉ ସେଇ ଥାନାରେ
आमे ताकू आज से थानार नामकरण को रूपांतरण करिसेंती आम थाना गत सरकार समय होइथिला तार संज्ञा बाबद मु निरूपण करुथली गतकाली आउ से संज्ञा निरूपण करू करू मु भी टिके भाव बेलई कही जाइतली जे से स्थान रे मु जने विधायक होइकरी मु जने विरोधी दलर मुख्य सचेतक होइकरी किभली भाव से थानार शिकार होइतली ये कथा मु गतकाली एठी उपस्थापना करुथली एणुकरी साधारण लोकटे आउ जदि भिकारी लोकटे भरिया होइतबो अति निरी लोकटे तार अवस्था कौन होउतबो मु निजे देखुची विधायक थिबा समय मु निजे थाना रे देखे जे गोटे लोक जदि अभियोग करिया पे आसीछि से थाना बाहर बहु समय धरिकी 3 घंटा 5 घंटा 6 घंटा न सकाल संध्या पर्यंत बसी रुहे आईआईसी महाशय किंबा आईओ जो माने अछंती सेकेंड अफिसर जो माने केबे भी ताकू पचारंती नहीं एफआईआर ग्रहण करवा तो दूरर कथा मु निजे एफआईआर देवा पई जाईकरी मु निजे भी फेल होईची मते भी आईआईसी मना कर दैछथि एफआईआर ग्रहण करा जाई परिबो नाही ए जगह रे आपण से जगह रे करंतु ये परिस्थिति भी आम पाखरे आज दिन भी अच्छी।